ଏବେ ଗୋଟେ ବେଇମାନି ବାହାରିଛି ପ୍ରିୟଙ୍କା, ଯେ ଜଗନ୍ନାଥଙ୍କ ମନ୍ଦିର କେମିତି ଉଡ଼ିବ, ନଷ୍ଟ ଭ୍ରଷ୍ଟ ହେଇଯିବ, ସେଥିପାଇଁ ପାକିସ୍ତାନ ସାଙ୍ଗରେ ଯୋଗାଯୋଗରେ ଥିଲା। ନା ଭାରତରେ ଯେତେ ପଠାଣ ଅଛନ୍ତି ସେଇଟା ପସନ୍ଦ ହେଲେନି, ପାକିସ୍ତାନ ପଠାଣ ତମ ଝିଅର ପସନ୍ଦ ହେଲା। ତାକୁ ପୁରା ରାଜରାସ୍ତାକୁ ନେଇ ଆସ, ବସେଇ ଦିଅ ରାଜମହଲ ଛକ ଉପରେ। ଓଡ଼ିଶା ଲୋକଙ୍କୁ ବୋଲୁଅ ମାରିବେ ତ ମାରିଦିଅନ୍ତୁ। ଆରେ ଓଡ଼ିଶା ଭିତରେ କରୁଛନ୍ତି ମାନେ ମାରିଦେବା କଥା ବା କହିଲି। ରାଜମହଲ ଛକରେ ବସେଇକି ଇଟା ବୋଲୁଅ ମାରିକି ଏ ଷୋଳକୁ ମାରିଦେବା ଦରକାର। ତୁ ଗୋଟେ ବୋପା ହେଇଛୁ, ତୋ ଝିଅ +3 ପଢୁଛି, ସିଏ କୁଆଡେ ବିଦେଶ ଯାଉଛି ତୁ ଜାଣିପାରୁନୁ। ପୁରୀ ଜଗନ୍ନାଥଙ୍କର ସ୍ଥଳୀ, ପ୍ରଭୁ ଜଗନ୍ନାଥ ସାରା ବିଶ୍ୱକୁ ସମ୍ଭାଳୁଛନ୍ତି। ଆଉ ସେଇ ଜଗନ୍ନାଥଙ୍କ ପାଇଁ ପୁରୀବାସୀ ଚଳୁଛନ୍ତି, ଖାଇ ପିଇକି ବଞ୍ଚିଛନ୍ତି। ସେ ଜଗନ୍ନାଥଙ୍କ ସାଙ୍ଗରେ ବେଇମାନି କରୁଥିବା ଲୋକଙ୍କୁ ଛଡ଼ାଯିବନି। ସେ ଗୋଟେ ଟିକି ପୁଅ, ସେ ବେଇମାନି କଲା ଜଗନ୍ନାଥଙ୍କ ସାଙ୍ଗରେ। କଲିକତାରେ ମମତାକୁ ବିକିଲା କାଠ, ଜଗନ୍ନାଥଙ୍କ ଦାରୁ ବିକିଦେଲା। ଏବେ ଗୋଟେ ବେଇମାନି ବାହାରିଛି ପ୍ରିୟଙ୍କା, ଯେ ଜଗନ୍ନାଥଙ୍କ ମନ୍ଦିର କେମିତି ଉଡ଼ିବ, ନଷ୍ଟ ଭ୍ରଷ୍ଟ ହେଇଯିବ, ସେଥିପାଇଁ ପାକିସ୍ତାନ ସାଙ୍ଗରେ ଯୋଗାଯୋଗରେ ଥିଲା। ତେଣୁ ତାଙ୍କ ବାପା କହୁଛନ୍ତି ମୋ ଝିଅର କିଛି ନାହିଁ। ଅରେ ବାବୁ, ତମର ମୁଣ୍ଡରେ କିଛି ଭେଜା ଅଛି ତ? ତମ ଝିଅ +3 ପଢୁଛି, ପାକିସ୍ତାନ ଯାଇ ବୁଲି ଆଇଲା। ପାକିସ୍ତାନରେ କଣଟା ଅଛି କି? କଣ ଅଛି ବୁଲି ଆଇଲ? ନା ଭାରତରେ ଯେତେ ପଠାଣ ଅଛନ୍ତି ସେଇଟା ପସନ୍ଦ ହେଲେନି, ପାକିସ୍ତାନ ପଠାଣ ତମ ଝିଅର ପସନ୍ଦ ହେଲା। ଲଜ୍ଜା ଲାଗୁନି ତମକୁ? କହୁଛ ମୋ ଝିଅର କିଛି ଇଏ ନାହିଁ। ତମ ଝିଅ ହଉଛି ନମ୍ବର 1 ପାକିସ୍ତାନର ଗୁଇନ୍ଦା, ଯିଏ ପୁରୀ ସହରକୁ କେମିତି ନଷ୍ଟ ଭ୍ରଷ୍ଟ କରିବ, ଜଗନ୍ନାଥଙ୍କ ମନ୍ଦିର କେମିତି ଉଡେଇବ, ତାର ବ୍ୟବସ୍ଥା କରିଥିଲା। ସେଥିପାଇଁ ପ୍ରିୟଙ୍କା ସେ ୟୁଟ୍ୟୁବର ସହିତ ସମ୍ପର୍କ ଯୋଡ଼ିଥିଲା, ଯାଦ୍ୱାରା ପାକିସ୍ତାନ ଯୋଉ କୋଟି କୋଟି ଟଙ୍କା ଦଉଥିଲା, ପ୍ରିୟଙ୍କା ବି ପଇସା ନେଇଛି। ତା ବ୍ୟାଙ୍କ ବାଲାନ୍ସ ଚେକ୍ କର, ତା ମୋବାଇଲ ଚେକ୍ କର, ତା ଇନଷ୍ଟାଗ୍ରାମ ଚେକ୍ କର, ତା ହ୍ୱାଟ୍ସଆପ ଚେକ୍ କର, କେତେ ତଥ୍ୟ ସବୁ ଦେଇଛି। ଆଉ ଖାଲି ନେଇକି ରିମାଣ୍ଡରେ ରଖିଲେ କଣ ହବ? ତାକୁ ପୁରା ରାଜରାସ୍ତାକୁ ନେଇ ଆସ, ବସେଇ ଦିଅ ରାଜମହଲ ଛକ ଉପରେ। ଓଡ଼ିଶା ଲୋକଙ୍କୁ ବୋଲୁଅ ମାରିବେ ତ ମାରିଦିଅନ୍ତୁ। ସାଇଜା ବୋଲୁଅ ମାଡ଼ ହେଲେ ସବୁ ସାଇଜ ହେଇଯିବ। ଅରେ ତୁ ଗୋଟେ ଝିଅ ପିଲାଟା, ତୋ ବୋପା ମା ଯଦି ତତେ ନ ଚଳେଇ ପାରିଲେ, ତୁ ଯାଇ କାହା ଘରେ ବାସନ ମାଜିଲୁନି? ତୁ ଓଡ଼ିଶାଟାକୁ ପାକିସ୍ତାନ ହାତକୁ ଟେକି ଦେବା ଲାଗି ଟଙ୍କା ନେଇଗଲୁ? କି ଲଜ୍ଜାଜନକ କଥା। ଯେତେବେଳେ ଅପରେସନ ସିନ୍ଦୁର ଆରମ୍ଭ ହେଲା, ପୁରୀ ପ୍ରଥମ ଟାର୍ଗେଟରେ ରହିଲା। ଭାରତ ସରକାର ବାଇଆ ପାଗଳା ବିଚଳିତ ହେଲେ ଯେ ପୁରୀ ପ୍ରଥମ ଟାର୍ଗେଟରେ ଅଛି। ତାର ଅର୍ଥ ପ୍ରିୟଙ୍କା। ପ୍ରିୟଙ୍କା ସବୁ ତଥ୍ୟ ଦେଇଛି, ଯାହାଦ୍ୱାରା ସେ ମାଲହୋତ୍ରା ସବୁ ବଢିଆ ବଢିଆ ଫଟୋ, କୋଉ କୋଣରୁ ଆକ୍ରମଣ କଲେ ପୁରୀ ଉଡ଼ିବ, ସେ କୋଣ ଅନୁକୋଣ ଫଟୋ ପ୍ରିୟଙ୍କା ଦେଖେଇଛି। ସେ ମାଲହୋତ୍ରା ନେଇ ଫଟୋ ଗୁଡ଼ିକ ସବୁ ପାକିସ୍ତାନ ପଠେଇଛି। ଗଭର୍ଣ୍ଣମେଣ୍ଟ ଭିସା ଦେଲା। ତୋ ଝିଅ, ତୁ ଗୋଟେ ବ୍ରାହ୍ମଣ ଘର ପିଲା, ତୁ ପାକିସ୍ତାନ କାହିଁ ଯାଉଥିଲୁ? ଭିସା ଦେଲା। ଭିସା କଣ ପାଇଁ ଦେଲା? ତମେ ଭିସା ଆପ୍ଲାଏ କରିବ, ଦେଇଦେଲେ କଣ ହେଇଗଲା? ତାହେଲେ ଭାରତ ଓଡ଼ିଶାରେ ଯେତେ ଲୋକ ଭିସା ଆପ୍ଲାଏ କରୁଛନ୍ତି, କଣ ଖାଲି ପାକିସ୍ତାନ ଯିବାକୁ ଆପ୍ଲାଏ କରୁଛନ୍ତି? ଅନ୍ୟ ଦେଶକୁ ଯିବାକୁ ଆପ୍ଲାଏ କରୁନାହାନ୍ତି? ତୁ ସେମିତି ଭିସା ଆପ୍ଲାଏ କରିଦେଲୁ, ତ ଦିଆଗଲା। ତୁ ଭିସାରେ ଲେଖିଥିଲୁ କି ମୁଁ ଆଜ୍ଞା ପାକିସ୍ତାନ ଯିବି, ମତେ ଭିସା ଦିଅ? ଏଇଟା ଛୋପରା ଲୋକଟା ବେ, ତା ବାପାଟା। ସେଟା କଣ ଓଡ଼ିଶାରେ ସବୁ ମୂର୍ଖ? ତୁ ଗୋଟାଏ ପଣ୍ଡିତ? अरे भिसा दिया जाए को देश को जीव बोले कहीं
ବାପ ଝିଅ ଦିଟାଙ୍କ ହଉଛନ୍ତି ପାକିସ୍ତାନ ଲୋକଙ୍କ ସାଙ୍ଗରେ ସମ୍ପର୍କ ରଖିଛନ୍ତି, କୋଟି କୋଟି ଟଙ୍କା ନେଇଛନ୍ତି। ତେଣୁ ଖାଲି ଝିଅକୁ ବନ୍ଧା ହେଲେ ହବନି, ତା ବାପାକୁ ବି ବାନ୍ଧିବା ଦରକାର। ଆରେ ଓଡ଼ିଶା ଭିତରେ କରୁଛନ୍ତି ମାନେ ୟାଙ୍କୁ ମାରିଦେବା କଥା ବା କହିଲି। ରାଜମହଲ ଛକରେ ବସେଇକି ଇଟା ବୋଲୁଅ ମାରିକି ଏ ଷୋଳଙ୍କୁ ମାରିଦେବା ଦରକାର। ଆଙ୍କୁ ଆଣିକି ରିମାଣ୍ଡରେ ନେଇକିରି ଆଙ୍କୁ କଷ୍ଟଡିକି ନେଇକି ଏ କାମ ଓଡ଼ିଶା ପୁଲିସ କରିବା ଉଚିତ ନୁହଁ। ଆଙ୍କୁ ସିଧା ସାଧାରଣ ଜନତାଙ୍କ ହାତକୁ ଟେକି ଦିଅ। ଯିଏ ଦେଶଦ୍ରୋହୀ ସିଏ ରହିବା ଦରକାର ନାହିଁ ଦେଶରେ। ସେଭଳି ମହିଳାଙ୍କୁ ଦଳି ଚକଟିକି ମାରିଦେବା ଦରକାର। ତେଣୁ ତୁ ଗୋଟେ ବୋପା ହେଇଛୁ, ତୋ ଝିଅ +3 ପଢୁଛି, ସିଏ କୁଆଡେ ବିଦେଶ ଯାଉଛି ତୁ ଜାଣିପାରୁନୁ? ଏ ବୟସରେ ଝିଅକୁ ବିଦେଶ ପଠାଉଛୁ? ବିଲକୁଲ ରିମାଣ୍ଡ ଫିମାଣ୍ଡ ଛାଡ଼ିକି ଓଡ଼ିଶା ପୁଲିସ ତାକୁ ରାଜରାସ୍ତାରେ ଛାଡ଼ି ଦଉ। 4.5 କୋଟି ଓଡ଼ିଆଙ୍କ ସାମ୍ନାରେ ଛାଡ଼ି ଦଉ। 4.5 କୋଟି ଓଡ଼ିଆ ତାକୁ ଦଳିକି ମାରିଦେବା ଦରକାର। ରିମାଣ୍ଡରେ ନେଲେ କ'ଣ ହବ? ତାପରେ ସେ ପ୍ରମାଣ ହବ, ତାକୁ ତମେ ଦେଶଦ୍ରୋହୀ ହିସାବରେ ଜେଲରେ ରଖିବ। ଶସନ ମାନେ ଖାଇବା ପିଇବା ଦେଇକି ତାକୁ ରଖିବ? ଏଭଳିଆ ଲୋକକୁ ରଖିବା ଉଚିତ ନୁହଁ। ଏଭଳିଆ ଲୋକକୁ ସିଧା ଦଳି ଚକଟି ମାରିଦିଅ, ନହେଲେ ଟେକିକି ନେଇକି ପୁରୀ ସମୁଦ୍ର ଭିତରକୁ ଫୋପାଡ଼ି ଦିଅ। ସେ ଶଳା ଭାସି ଭାସି ସିଆଡ଼େ ଯାଇକି ମରିକି ପାକିସ୍ତାନ ଲାଗୁ। ସେଭଳିଆ ଲୋକ ଦରକାର।